ଜଗତପୁରରେ ପୁଣି ନକଲି ଟାଟା ଚା କମ୍ପାନୀର ଠାବ। ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଚାଲିଥିଲା ଟାଟା କମ୍ପାନୀର ନକଲି ଚା ପ୍ୟାକିଂ। ସେପଟେ ଆଜି ଜଗତପୁର 48 ନମ୍ବର ୱାର୍ଡର ସିଏମ୍ସି ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘରଟିକୁ ଭଙ୍ଗା ଯାଇଥିଲା। ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ୍ ସହିତ 3ଟି ଅଲଗା ଅଲଗା କମ୍ପାନୀର ଚା ପତି, ଗୋଟିଏ ମିକ୍ସ ଓ ପ୍ୟାକିଂ ମେସିନ୍, ଗୋଟିଏ ସିଲାଇ ମେସିନ୍, ଅନେକ ଗୁଡ଼ିଏ ଜରି ପ୍ୟାକେଟ୍ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା। ପରେ ପରେ ଘଟଣାସ୍ଥଳରେ ଜଗତପୁର ପୋଲିସ ଏବଂ ସିଏମ୍ସି ଡେପୁଟି କମିଶନର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ଜାରି ରଖିଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା କିଏ ଏହି କମ୍ପାନୀ କରି ଏଭଳି ନକଲି ଚାହା କରୁଥିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ।